ଆସନ୍ତୁ ଖଣ୍ଡଗିରି ଏବଂ ଉଦୟଗିରିର ଗୁମ୍ଫାଗୁଡ଼ିକ ବୁଲିବା ସହିତ ତାର କିଛି ଇତିହାସ ବିଷୟରେ ମଧ୍ୟ ଜାଣିବା। ତ ଖଣ୍ଡଗିରି ଏବଂ ଉଦୟଗିରିର ଗୁମ୍ଫାଗୁଡ଼ିକ କଳିଙ୍ଗ ସାମ୍ରାଜ୍ୟରେ ଥିବା ଜୈନ ସମ୍ରାଟ ଖାରବେଳଙ୍କର ସ୍ମୃତି ସବୁକୁ ମନେ ପକାଇ ଦିଏ। ଏଠାରେ ପ୍ରାୟ ପାଖାପାଖି 40ଟି ପଥର କଟା ଗୁମ୍ଫା ଆରୋଧନାପୂର୍ଣ୍ଣ ପ୍ରେମମୟ ପରିବେଶ ସୃଷ୍ଟି କରୁଛି ଏବଂ 2ଟି ପାହାଡ଼ ଏକ ରାସ୍ତା ଦ୍ୱାରା ଅଲଗା ହୋଇଛି। ଏହା ବିଶ୍ୱାସ କରାଯାଏ ଯେ ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଜୈନ ଧର୍ମର ପ୍ରତିଷ୍ଠାତା ମହାବୀର ଏହି ଖଣ୍ଡଗିରି ଏବଂ ଉଦୟଗିରିକୁ ପରିଦର୍ଶନରେ ଆସିଥିଲେ। ଖ୍ରୀଷ୍ଟପୂର୍ବ 2 ଶତାବ୍ଦୀରେ ବହୁ ପୂର୍ବରୁ ଆଧୁନିକ ପଣ୍ଡିତମାନେ ରାଣୀ ଗୁମ୍ଫା ଓ ହାତୀ ଗୁମ୍ଫାକୁ ଉଦୟଗିରିଠାରେ ଓଡ଼ିଶାର ସଂସ୍କୃତିକୁ ନୃତ୍ୟକଳା ମାଧ୍ୟମରେ ବର୍ଣ୍ଣନା କରାଇଥିଲେ। ସେମାନଙ୍କ ମତରେ ଉଦୟଗିରିର ଗୁମ୍ଫାଗୁଡ଼ିକ ଆଖଡ଼ା ଗୃହ ରୂପେ ପରିଚିତ ଥିଲା। ସମ୍ରାଟ ଖାରବେଳ ଏହି ସଂସ୍କୃତିର ପୃଷ୍ଠପୋଷକ ଭାବରେ ଅତ୍ୟନ୍ତ ବିଶ୍ୱସ୍ତ ଏବଂ ନିଷ୍ଠାବାନ ଥିଲେ। ଏହା ବିଶ୍ୱାସ କରାଯାଏ ଯେ ସେ ଜୈନ ସନ୍ନ୍ୟାସୀମାନଙ୍କର ବ୍ୟବହାର ପାଇଁ ଏବଂ ସାଂସ୍କୃତିକ ଦୃଶ୍ୟରାଜି ପାଇଁ ଏହି ଗୁମ୍ଫାଗୁଡ଼ିକ ନିର୍ମାଣ କରାଇଥିଲେ। କିନ୍ତୁ ମହାମେଘ ବାହନ ଐର ଖାରବେଳ ଏବଂ ଏଠାରେ ଥିବା ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ ବିଷୟରେ କିଛି ଜାଣିବା। ଐର ଖାରବେଳ କଳିଙ୍ଗର ଚେଦି ରାଜବଂଶର ଜଣେ ପରାକ୍ରମୀ ରାଜା ଥିଲେ। ଖାରବେଳଙ୍କ ସମ୍ପର୍କିତ ସବିଶେଷ ତଥ୍ୟ ଅଧୁନା ଭୁବନେଶ୍ୱର ସ୍ଥିତ ଉଦୟଗିରିରେ ଥିବା ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ। ଚେଦି ରାଜବଂଶ ଖାରବେଳଙ୍କ ଶାସନ କାଳରେ କ୍ଷମତାର ଶୀର୍ଷରେ ପହଞ୍ଚିଥିଲା। କଳିଙ୍ଗର ପୁରୁଣା ଗୌରବ ତାଙ୍କ ଯୋଗୁଁ ଫେରି ଆସିଥିଲା। ତାଙ୍କ ଶାସନକାଳ ମଧ୍ୟରେ କଳିଙ୍ଗର ନୌବାଣିଜ୍ୟ ସେତେବେଳର ସିଂହଳ, ବର୍ମା, ସିଆମ, ଭିଏତନାମ, କମ୍ବୋଜ, ବର୍ନିଓ, ବାଲି, ସମୁଦ୍ର ଏବଂ ଜାଭା ଦ୍ୱୀପ ପର୍ଯ୍ୟନ୍ତ ବ୍ୟାପିଥିଲା। ଏହା ବ୍ୟତୀତ ମଗଧ, ଅଙ୍ଗ, ସାତବାହନ ତଥା ବିଭିନ୍ନ ଦକ୍ଷିଣ ଭାରତୀୟ ପ୍ରଦେଶ ଯେପରି ପାଣ୍ଡ୍ୟ ସାମ୍ରାଜ୍ୟ ଜୟ କରି କଳିଙ୍ଗର ପରିସୀମା ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ବ୍ୟାପ୍ତ କରିଥିଲେ। ସେ ଜୈନ ଧର୍ମ ଗ୍ରହଣ କରିଥିଲେ। ଚେଦି ରାଜବଂଶର ବଂଶଧର ଥିଲେ। ସେ ଏହି ରାଜବଂଶର ତୃତୀୟ ରାଜା ଥିଲେ। ସେ କେବଳ 13 ବର୍ଷ ରାଜତ୍ୱ କରିଥିଲେ। ତାଙ୍କ ସାମ୍ରାଜ୍ୟ ମୌର୍ଯ୍ୟ ରାଜବଂଶ ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟଠାରୁ ମଧ୍ୟ ବଡ଼ ଥିଲା। ଐତିହାସିକମାନଙ୍କ ମତରେ ତାଙ୍କର ପ୍ରାୟ 6 ଲକ୍ଷ ବା ତତୋଧିକ ସୈନ୍ୟ ଥିଲେ। ଖାରବେଳଙ୍କର ଅନେକ ରାଣୀ ଥିଲେ। ତାଙ୍କର ପାଟରାଣୀଙ୍କ ନାମ ଥିଲା ଧୁସି ଓ ସେ ହସ୍ତି ଶାହ ବା ହସ୍ତି ସିଂହ ନାମକ ଲାଲ ରାଜ୍ୟର ଅଧିପତିଙ୍କ କନ୍ୟା ଥିଲେ। ଲାଲ ରାଜ୍ୟ ରାଢ଼ ବା ଲାଟ ବୋଲି ଅନୁମାନ କରାଯାଏ। ଉଦୟଗିରିରେ ମଞ୍ଚପୁରୀ, ଯମପୁରୀ ଓ ଛୋଟ ହାତୀ ଗୁମ୍ଫାରେ ଥିବା ବ୍ରାହ୍ମୀ ଲେଖମାନଙ୍କରୁ ତାଙ୍କ 2ଟି ପୁତ୍ର କନ୍ଦର୍ପଶ୍ରୀ ଓ ବରେଶଶ୍ରୀଙ୍କ ନାମ ମିଳେ। କନ୍ଦର୍ପଶ୍ରୀ ପାଟରାଣୀ ଧୁସିଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଏବଂ ସମ୍ରାଟ ଖାରବେଳଙ୍କ ପରେ କଳିଙ୍ଗ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଥିଲେ। ବରେଶଶ୍ରୀ ଯମପୁରୀ ଗୁମ୍ଫା ଖୋଦିତ କରାଇଥିଲେ। ନୌବାଣିଜ୍ୟରେ ସମୃଦ୍ଧ ଥିବାରୁ କଳିଙ୍ଗର ବିଶାଳ ସୈନ୍ୟବାହିନୀ ଥିଲା। ପାଣ୍ଡ୍ୟ ରାଜା ବାସୁକି, ବିଦ୍ୟାଧର ଇତ୍ୟାଦି ସମ୍ରାଟ ଖାରବେଳଙ୍କ ସାମନ୍ତ ରାଜା ଥିଲେ। ଗୁମ୍ଫା ଶିଳାଲେଖ ବିଷୟରେ କିଛି ଜାଣିବା। ଏହି ଶିଳାଲେଖଟି ଉଦୟଗିରି ପାହାଡ଼ରେ ଥିବା ହାତୀଗୁମ୍ଫା ନାମକ ଏକ ପ୍ରାକୃତିକ ଗୁମ୍ଫାରେ ବ୍ରାହ୍ମୀ ଲିପିରେ ପଥର ଖୋଦେଇ କରି 17 ଧାଡ଼ିରେ ଲେଖା ହୋଇଛି। ଏହା ଭୁବନେଶ୍ୱର ନିକଟବର୍ତ୍ତୀ ଉଦୟଗିରିର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ। ଏହା ଖ୍ରୀଷ୍ଟପୂର୍ବ 1ମ ଶତାବ୍ଦୀର ବୋଲି ଜଣାଯାଏ ଓ ଏହା ଧଉଳି ସ୍ଥିତ ଅଶୋକ ଶିଳାଲେଖ ଆଡ଼କୁ ମୁହଁ କରି ରହିଛି, ଯାହାକି ପାଖାପାଖି 6 ମାଇଲ ଦୂରରେ ଅବସ୍ଥିତ। ଖଣ୍ଡଗିରି ଉଦୟଗିରିର ପ୍ରାଚୀନ ନାମ ଯଥାକ୍ରମେ କୁମାର ଓ କୁମାରୀ ପର୍ବତ। କଥିତ ଶିଳାଲେଖଟି ପ୍ରଥମେ 1820 ମସିହାରେ ଏ ଷ୍ଟର୍ଲିଂ ଦ୍ୱାରା ଆବିଷ୍କୃତ ହୋଇଥିଲା, ଯାହାକି ସେ ଏସିଆଟିକ୍ ରିସର୍ଚ୍ଚର 15ତମ ସଂଖ୍ୟା ତଥା ତାଙ୍କରି ବହି ଆନ୍ ଏକାଉଣ୍ଟ
जियोग्राफिकल स्टैटिस्टिकल एंड हिस्टोरिकल ऑफ ओडिशा और कटक रे प्रकाश करथिले। एहा परे भाषाविद जेम्स प्रिंसेप एहाकू पढ़िबा तथा विश्लेषण करिबारे सक्षम होइथिले। पुणी प्रिंसेप को पढ़ा तथा किटोएं को प्रस्तुत एक फैक्ट्स को मिसाई एहा 1837 रे जर्नल ऑफ द एशियाटिक सोसाइटी बेंगल रो 6ठ संख्यार प्रकाशित होइथिला। प्रिंसेप को अनुसार शिलालेख रे ऐरो नामक व्यक्ति उल्लेख रही। 1871 ख्रीष्टाब्दर शेष आड़कू एच लोकेंक द्वारा प्रस्तुत एक अविकल प्लास्टर प्रतिरूप वर्तमान भारतीय संग्रहालय कलिकतार शोभा पाउछि। प्रथम प्रामाणिक पठनर श्रेय ऐतिहासिक भगवान लाल इंद्रजी को दि जाए। इंद्रजी 1885 रे अनुष्ठित 6ठ आंतर्जातीय ओरिएंटालिस्ट महासभार एक अभिनव उपाय उपस्थापित करथिले, जहा बहु लोकों द्वारा गृहीत होइथिला। पंडित इंद्रजी प्रथम गवेषक भावे घोषणा करथिले जे हाथीगुंफा शिलालेख रे थिबा अभिलेख खारवेल एवं ऐर एक नुहे, किंतु समयक्रमे शिलालेख रे बहु अवक्षय घटिथिबारु एहा सठिक पठन होई पारि नाही एवं बहु तथ्यगत विवाद जन्म नेछि। ତ୍ରଟି ଧାଡ଼ି ରହିଛି। ପାଖାପାଖି 1900 ବର୍ଷ ପରେ ଏହା ଆବିଷ୍କାର ହୋଇଥିବାରୁ ଏହି ଶିଳାଲେଖର କିଛି ଅକ୍ଷର ନଷ୍ଟ ବା ଅସ୍ପଷ୍ଟ ହୋଇଯାଇଛି। ତେଣୁ ଭିନ୍ନ ଭିନ୍ନ ଐତିହାସିକଙ୍କ ପୁନରୁଦ୍ଧାର ଓ ବ୍ୟାଖ୍ୟାରେ ଅନେକ ପ୍ରଭେଦ ଦେଖିବାକୁ ମିଳେ।